प्रत्येक मଣିଷଙ୍କ ଜୀବନରେ ଯେପରି ଅର୍ଥ ସମସ୍ୟା ଲାଗି ରହିଥାଏ, ସେହିପରି କଳି ଝଗଡ଼ା ମଧ୍ୟ। ଆପଣମାନେ ଜାଣିଥିବେ, ସମସ୍ତଙ୍କ ଘରେ କଳି ଝଗଡ଼ା ମଧ୍ୟ ଲାଗି ରହିଥାଏ। ଯେତେ ଚେଷ୍ଟା କଲେ ପରେ ମଧ୍ୟ ଏହି କଳି ଝଗଡ଼ାକୁ ନିଜ ଘରୁ ବାହାର କରିପାରିନଥାନ୍ତି। ଆଜିର ଭିଡ଼ିଓରେ ସେହି ବିଷୟରେ କିଛି ଉପାୟ ଆମେ ଆପଣମାନଙ୍କୁ କହିବୁ। ଆପଣମାନଙ୍କ ପାଇଁ ଏପରି 7ଟି ଉପାୟ ନେଇ ଆସିଛି, ଯାହାକି ଆପଣମାନେ ନିଜ ଘରେ ଏହି ଉପାୟକୁ କରିବା ଦ୍ୱାରା ଧୀରେ ଧୀରେ ଆପଣଙ୍କ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ଏହା ସହ ଆପଣଙ୍କ ଘରର କଳି ଝଗଡ଼ା ମଧ୍ୟ ଖୁବ୍ ଶୀଘ୍ର ଦୂର ହୋଇଯିବ। ସେଥିପାଇଁ ଆପଣଙ୍କୁ ଟଙ୍କାଟିଏ କି କୌଣସି ପୂଜା ପାଠ କରିବାକୁ ପଡ଼ିବ ନାହିଁ। ଆପଣ କେବଳ ଏହି 7ଟି ଉପାୟକୁ ଆପଣ ଥରେ ନିଶ୍ଚିନ୍ତ ଟ୍ରାଏ କରି ଦେଖନ୍ତୁ। ଧୀରେ ଧୀରେ ଆପଣଙ୍କ ଘରୁ ନକାରାତ୍ମକ ଶକ୍ତି ଦୂର ହେବ। ନକାରାତ୍ମକ ଶକ୍ତିର ମାନେ ଏହା ନୁହେଁ ଯେ ବ୍ଲାକ୍ ମ୍ୟାଜିକ୍। ନକାରାତ୍ମକ ଶକ୍ତି ବହୁତ ପ୍ରକାରର ହୋଇଥାଏ। ଯେପରିକି ଆପଣଙ୍କ ଘରେ ଯଦି ଅଲକ୍ଷ୍ମୀ ବାସ କରନ୍ତି, ଏହା ମଧ୍ୟ କଳି ଝଗଡ଼ାର କାରଣ ହୋଇପାରେ। ଏହିଭଳି ବହୁତ କିଛି ନକାରାତ୍ମକ ଶକ୍ତି ଘର ଭିତରେ ପ୍ରବେଶ କରି ରହିଥାଏ, ଯାହା ଫଳରେ କି ଆପଣଙ୍କ ଘରେ ବାରମ୍ବାର କଳି ଝଗଡ଼ା ଲାଗି ରହିଥାଏ। ଯେଉଁ ବ୍ୟକ୍ତିମାନଙ୍କ ଘରେ ବାରମ୍ବାର କଳି ଝଗଡ଼ା ଲାଗି ରହୁଛି, ପ୍ରଥମେ କଳି ଝଗଡ଼ାର ମୁଖ୍ୟ କାରଣକୁ ବୁଝନ୍ତୁ। କାହିଁକି କଳି ଝଗଡ଼ା ହେଉଛି? ସ୍ୱାମୀ ସ୍ତ୍ରୀ ଭିତରେ, ବାପ ମାଙ୍କ ଭିତରେ କଳି ଝଗଡ଼ା, ଶାଶୁ ବୋହୂଙ୍କ ଭିତରେ ଝଗଡ଼ା, ଭାଇ ଭଉଣୀ ଭିତରେ କଳି ଝଗଡ଼ା। ଏମିତି କଳି ଝଗଡ଼ାର ବହୁତ କାରଣ କ'ଣ? ଆର୍ଥିକ ସମସ୍ୟା ନା ମତାନ୍ତର ପାଇଁ ହେଉଛି ନା ଆଉ କିଛି? ପ୍ରଥମେ କଳି ଝଗଡ଼ାର ମୁଖ୍ୟ କାରଣ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଘର ଭିତରେ ଏମିତି କେଉଁ ଜିନିଷଟି ରହିଛି ଯେଉଁଥିପାଇଁ କଳି ଝଗଡ଼ା ଲାଗି ରହୁଛି? ଯଦି ଘରର ସଦସ୍ୟମାନେ ଚେଷ୍ଟା କରିବେ, ତେବେ କଳି ଝଗଡ଼ାକୁ ଦୂର କରିପାରିବେ। ମନେ ରଖନ୍ତୁ, କଳି ଝଗଡ଼ାର କାରଣ ପ୍ରତ୍ୟେକ ସଦସ୍ୟ ହୋଇଥାନ୍ତି ଏବଂ କଳି ଝଗଡ଼ା ଦୂର କରିବା ପାଇଁ ମଧ୍ୟ ପ୍ରତ୍ୟେକ ସଦସ୍ୟ ଚେଷ୍ଟା କରିବେ। ତେବେ ଏ କଳି ଝଗଡ଼ାକୁ ମୂଳରୁ ନାଶ କରିପାରିବେ। ଗୋଟିଏ ମାସ ଯଦି ଆପଣମାନେ ଏହି ଉପାୟ କରିବେ, ଆପଣଙ୍କ ଘରୁ କଳି ଝଗଡ଼ା ନିଶ୍ଚୟ ଦୂର ହୋଇଯିବ। ଧୀରେ ଧୀରେ ନକାରାତ୍ମକ ଶକ୍ତିର କ୍ଷୟ ହେବା ପାଇଁ ଲାଗିବ। ଆପଣଙ୍କ ଘରୁ ନକାରାତ୍ମକ ଶକ୍ତିକୁ ବାହାର କରିବା ପାଇଁ ହେଲେ ବାରମ୍ବାର ଏହାକୁ କରିବା ପାଇଁ ପଡ଼ିବ। ଏହାର ଫଳ ଆପଣ ଗୋଟିଏ ମାସରେ ପାଇଯିବେ, କିନ୍ତୁ ଏହାକୁ ଆପଣ ବାରମ୍ବାର କରିବାକୁ ପଡ଼ିବ, ଯାହା ଫଳରେ ଆପଣଙ୍କ ଘରେ ସୁଖ ଶାନ୍ତି ନିଶ୍ଚୟ ରହିବ। ମନେ ରଖନ୍ତୁ, ଯେଉଁ ଘରେ କଳି ଝଗଡ଼ା ବାରମ୍ବାର ଲାଗି ରହିଥାଏ, ସେହି ଘରେ ମା ଲକ୍ଷ୍ମୀ ଆଦୌ ପ୍ରବେଶ କରନ୍ତି ନାହିଁ। ଆପଣମାନେ ଜାଣିଛନ୍ତି କି, ମା ଲକ୍ଷ୍ମୀ ଆପଣଙ୍କ ଘରେ ନ ରହିବା ଯୋଗୁଁ କଳି ଝଗଡ଼ାର ମୁଖ୍ୟ କାରଣ ଅଟେ ଏବଂ ଯେଉଁ ଘରେ କଳି ଝଗଡ଼ା ଲାଗି ରହିଥାଏ, ସେହି ଘରେ ଅଲକ୍ଷ୍ମୀ ବାସ କରିଥାନ୍ତି। ଆପଣ ଯଦି ନିଜ ଘରୁ ଅଲକ୍ଷ୍ମୀକୁ ଦୂର କରିବା ପାଇଁ ଚାହୁଁଛନ୍ତି, ଏହି 7ଟି ଉପାୟକୁ ଭଲ ଭାବରେ ଧ୍ୟାନର ସହ କରନ୍ତୁ। ଆର୍ଥିକ ସମସ୍ୟା ଯେମିତି ଘରେ ଘରେ ଲାଗି ରହିଛି, ଠିକ୍ କଳି ଝଗଡ଼ା ମଧ୍ୟ ଘରେ ଘରେ ଲାଗି ରହିଛି। ସେଥିପାଇଁ ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ହୁଏତ ଆପଣମାନଙ୍କ କାମରେ ଆସିପାରେ ଏହି ଉପାୟଟି। ତେବେ ଚାଲନ୍ତୁ ଜାଣିବା ସେହି 7ଟି ଉପାୟ ଗୁଡ଼ିକ ବିଷୟରେ। ପ୍ରଥମ ଉପାୟ, ନିଜ ଘରେ ସକାଳ ହେଉ କିମ୍ବା ସନ୍ଧ୍ୟା ସମୟରେ ହେଉ ସୁନ୍ଦରାକାଣ୍ଡ ପାଠ କରନ୍ତୁ କିମ୍ବା ନିଜ ମୋବାଇଲରେ ଲଗାଇ ରଖିଦିଅନ୍ତୁ। ଏହି ସୁନ୍ଦରାକାଣ୍ଡକୁ ପାଠ କରିବା ପାଇଁ ହେଲେ ବହୁତ ଗୁଡ଼ିଏ ନୀତି ନିୟମ ଗୁଡ଼ିକୁ ମାନିବା ପାଇଁ ପଡ଼ିଥାଏ। ଗୋଟିଏ ସାଧାରଣ ଗୃହସ୍ଥ ଜୀବନରେ ଏହାକୁ ମୋବାଇଲରେ ଲଗାଇ ରଖିଦିଅନ୍ତୁ। ଯଦି ନୀତି ନିୟମ ମାନି ଏହି ସୁନ୍ଦରାକାଣ୍ଡ ଆପଣ ପାଠ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ନିଜେ ମଧ୍ୟ ସୁନ୍ଦରାକାଣ୍ଡକୁ ପାଠ କରିପାରିବେ। ନକାରାତ୍ମକ ଶକ୍ତି ଏତେ ପ୍ରଭାବଶାଳୀ ହୋଇଥାଏ ଯେ ସେତେବେଳେ ଆପଣ ମନ୍ତ୍ର ଉଚ୍ଚାରଣ କରିବେ, ପୂଜାପାଠ କରିବେ, ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ତୁରନ୍ତ ଦୂର ହୋଇଯାଇଥାଏ।
ଯେଉଁ ବ୍ୟକ୍ତି ବିଶେଷ ପୂଜା ପାଠ କରି ନିଜ ଘରୁ କଳି ଝଗଡ଼ାକୁ ଦୂର କରିବା ପାଇଁ ଚେଷ୍ଟା କରିବେ, ନକାରାତ୍ମକ ଶକ୍ତି ବହୁ ଜଲ୍ଦି ହିଁ ଆପଣଙ୍କ ଘରୁ ଚାଲିଯିବ। ତେଣୁକରି ଆପଣଙ୍କ ଘରେ ସକାଳ ଓ ସନ୍ଧ୍ୟାରେ ନିଜ ମୋବାଇଲରେ ସୁନ୍ଦରକାଣ୍ଡର ଗୀତ ଓ ଶ୍ଲୋକ ଲଗାଇ ରଖନ୍ତୁ ଏବଂ ଘରର ପ୍ରତ୍ୟେକ ସଦସ୍ୟ ଏହାକୁ ଶୁଣିବା ନିହାତି ଆବଶ୍ୟକ। ଏହି ଗୀତର ସାଉଣ୍ଡ ଯେପରି ଘରର ପ୍ରତ୍ୟେକ କୋଣକୁ ପ୍ରଭାବିତ ହେଉଥିବ, ଚାରି କୋଣରୁ ଏହି ସାଉଣ୍ଡ ଆସୁଥିବ। ତେବେ ଆସନ୍ତୁ ଜାଣିବା ଦ୍ୱିତୀୟ ଉପାୟଟି। ଶନିବାର ଦିନ ନିଜ ଘରେ ଯେଉଁ ପୋଛା ଲଗାଉଛନ୍ତି, ସେହି ପୋଛା ଯାଉଥିବା ପାଣିରେ ଲୁଣର 5 ଛିଟା ସେହି ପାଣିରେ ପକାଇ ଆପଣଙ୍କ ଘର ପୋଛା ଲଗାନ୍ତୁ। ଏପରି କରିବା ଦ୍ୱାରା ଧୀରେ ଧୀରେ ଆପଣଙ୍କ ଘରୁ ନକାରାତ୍ମକ ଶକ୍ତି ଚାଲିଯିବ। ଏବେ ଆସନ୍ତୁ ଜାଣିବା ତୃତୀୟ ଉପାୟଟି। ତୃତୀୟ ଉପାୟଟି ଏହା ଅଟେ ଯେ ଆପଣ ଯେକୌଣସି ଦେବାଦେବୀ ପୂଜା କରନ୍ତୁ ନା କାହିଁକି, ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ମହାଦେବ। ସେ ହେଉଛନ୍ତି ଆଶୁତୋଷ, ଅଳ୍ପରେ ସନ୍ତୁଷ୍ଟ। ଆପଣଙ୍କ ଘରେ କଳି ଝଗଡ଼ା, ଆର୍ଥିକ ସମସ୍ୟା ଯାହା ବି ଥାଉ ନା କାହିଁକି, ନିଜ ଘରୁ ଏକ ତମ୍ବା ପାତ୍ରରେ ଗୋଟିଏ ଲୋଟା ଜଳ ନେଇକି ଯାଆନ୍ତୁ ଏବଂ ବିଧି ମୁତାବକ 5ଟି ଜାଗାରେ ଜଳ ଅର୍ପଣ କରିବେ। ଗଣେଶ, କାର୍ତ୍ତିକ, ଅଶୋକ ସୁନ୍ଦରୀ, ପାର୍ବତୀ, ଏହି 4ଟି ଜାଗାରେ ଆପଣ ସେହି ଲୋଟା ଜଳକୁ ଅର୍ପଣ କରିବେ। ଲାଷ୍ଟକୁ 5 ନମ୍ବରରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବେ। ପ୍ରଥମେ ଗଣେଶଙ୍କ ଉପରେ, ଦ୍ୱିତୀୟରେ କାର୍ତ୍ତିକଙ୍କ ଉପରେ, ତୃତୀୟରେ ଜଳାଧାରୀରେ ଅଶୋକ ସୁନ୍ଦରୀ ଶିବଲିଙ୍ଗ ଚାରିପାଖରେ, ଚତୁର୍ଥରେ ମା ପାର୍ବତୀଙ୍କ ଉପରେ, ତାପରେ ପଞ୍ଚମରେ ଦେବାଧିଦେବ ମହାଦେବଙ୍କ ଉପରେ। ଜଳ ଅର୍ପଣ କଲାବେଳେ ଆପଣ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରିବେ ଏବଂ ନିଜ ମନସ୍କାମନାକୁ ଭଗବାନଙ୍କୁ ଜଣାଇବେ। ଏହିପରି ଆପଣଙ୍କୁ ରେଗୁଲାର କରିବା ପାଇଁ ପଡ଼ିବ। ଯେଉଁ ଜଳକୁ ଆପଣ ଅର୍ପଣ କରୁଛନ୍ତି, ସେହି ଜଳକୁ କିଛି ଅଂଶ ନିଜ ଘରକୁ ଧରିକି ଆସିବେ। ସେହି ଜଳକୁ ଆପଣଙ୍କ ଘରର ପ୍ରତ୍ୟେକ ସଦସ୍ୟ ପାନ କରିବେ ଏବଂ ସେହି ଜଳକୁ ନିଜ ଘରର କବାଟରେ ଛିଞ୍ଚିଦେବେ ଏବଂ ଆଉ କିଛି ଜଳକୁ ନିଜ ଘରର ଟଙ୍କା ବାକ୍ସରେ ଛିଞ୍ଚିବେ। ଏହି ଉପାୟଟି ସବୁଠାରୁ ଚମତ୍କାରୀ ଉପାୟ ଅଟେ। ଏହି ଉପାୟକୁ ଥରେ କରିକି ହିଁ ଦେଖନ୍ତୁ। ଏହି ଉପାୟ 100 ବର୍ଷ ପର୍ଯ୍ୟନ୍ତ ଲାଭକାରୀ ଅଟେ। ଶିବ ମନ୍ଦିରର ପାଦୁକାରେ ଏତେ ଶକ୍ତି ଥାଏ ଯେ ଯଦି କୌଣସି ଗଛକୁ ପୋକ ଖାଇଯାଇଥାଏ, ତେବେ ସେହି ଗଛ ଉପରେ ଏହି ପାଦୁକାକୁ ଆପଣ ଛିଞ୍ଚି ଦେବେ। ସେହି ଗଛରେ ଲାଗିଥିବା ପୋକକୁ ମୂଳରୁ ଶେଷ କରି ଦେଇଥାଏ ଏହି ପାଦୁକା। ଶିବ ମନ୍ଦିରର ପାଦୁକାରେ ଏତେ ଶକ୍ତି ଥାଏ ଯେ ନିଜ ଘରୁ କଳି ଝଗଡ଼ାକୁ ଯଦି ଦୂର କରିବା ପାଇଁ ଚାହୁଁଛନ୍ତି, ଏହି ଉପାୟଟି ଆପଣମାନେ ନିଶ୍ଚୟ ଥରେ କରିକି ଦେଖନ୍ତୁ। ଏବେ ଆସନ୍ତୁ ଜାଣିବା ଚତୁର୍ଥ ଉପାୟ ବିଷୟରେ। ଆପଣମାନଙ୍କ ଘରେ ନକାରାତ୍ମକ ଶକ୍ତି କେଉଁ କାରଣ ପାଇଁ ହୋଇଥାଏ? ମନେ ରଖନ୍ତୁ, ନିଜ ଦାଣ୍ଡ ଓ ଦୁଆର ମୁହଁରେ ମୁଖ୍ୟ ଦ୍ୱାରରେ କଣ୍ଟା ଜାତୀୟ ବୃକ୍ଷ, ଚପଲ ଏହିସବୁ ଅସନା ରଖିଥିବେ, ତେବେ ନକାରାତ୍ମକ ଶକ୍ତି ଆପଣଙ୍କ ଘରକୁ ଆସିବ। ନିଜ ଘରେ ଅଧିକ ଦିନ ପର୍ଯ୍ୟନ୍ତ ଯଦି ଭାଙ୍ଗି ଯାଇଥିବା ପ୍ଲାଷ୍ଟିକ ଜିନିଷ ବହୁତ ଦିନ ଧରି ସାଇତିକି ରଖିଥିବେ, ତେବେ ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତି ଆସିବ। ନିଜ ଘରୁ ଯେତେ ପାରୁଛନ୍ତି ଅଳିଆ ଆବର୍ଜନାକୁ ସଫା କରନ୍ତୁ। ଚିରାଫଟା ବସ୍ତ୍ର ପିନ୍ଧନ୍ତୁ ନାହିଁ। ଚିରାଫଟା ଜିନିଷ ନିଜ ଘରେ ରଖନ୍ତୁ ନାହିଁ। ଯେତେ ପାରୁଛନ୍ତି ଘରର ଭଙ୍ଗା ଇଲେକ୍ଟ୍ରିକ୍ ଜିନିଷ, ଭଙ୍ଗାଭଙ୍ଗି ଜିନିଷ ସବୁ ବାହାର କରି ଶନିବାର ଦିନ ବାହାରେ ଫିଙ୍ଗି ଦିଅନ୍ତୁ। ନିଜ ଘରୁ ନକାରାତ୍ମକ ଶକ୍ତି ଦୂର କରିବାକୁ ହେଲେ ସପ୍ତାହକ 7 ଦିନ ଭିତରୁ ଶନିବାର ଦିନ ସବୁ ଜିନିଷ ବାହାର କରିଦିଅନ୍ତୁ। ଘରକୁ ସଫା କରି ସବୁ ଜିନିଷ ଫିଙ୍ଗିବା ବେଳେ କୁହନ୍ତୁ, ଅଲକ୍ଷ୍ମୀ ଯା। ଏପରି ଆପଣଙ୍କ ତୁଣ୍ଡରେ ଉଚ୍ଚାରଣ କରି ନିଜ ଘରୁ ଏସବୁ ଜିନିଷକୁ ଫିଙ୍ଗି ଦିଅନ୍ତୁ।
ଏବଂ ଶନିବାର ଦିନ ଲୁହା ଜିନିଷ କାହାରିକୁ ମଧ୍ୟ ଦିଅନ୍ତୁ ନାହିଁ କିମ୍ବା କିଣନ୍ତୁ ନାହିଁ। ଯେଉଁ ଉପାୟ ସବୁ ଆପଣଙ୍କୁ କହିଲୁ ଏହା ଆପଣଙ୍କ ଘରେ ନିଶ୍ଚିନ୍ତ କରନ୍ତୁ। ଏବେ ଆସନ୍ତୁ ଜାଣିବା ପଞ୍ଚମ ଉପାୟ ବିଷୟରେ। ପଞ୍ଚମ ଉପାୟଟି ଏଇଆ ଅଟେ ଯେ ଘରେ କେହି ମଧ୍ୟ ଯଦି ନିଶା ସେବନ କରୁଛନ୍ତି ତାହାଙ୍କୁ ଆପଣମାନେ ବାରଣ କରନ୍ତୁ। ନିଶା ସେବନ କରିବା ଦ୍ୱାରା ଘରର ଆର୍ଥିକ ସମସ୍ୟା ଦେଖାଯାଏ। ନିଶା ସେବନ କରିବା ଦ୍ୱାରା ସେହି ଘରେ ଦୈବ ଶକ୍ତି ରୁହନ୍ତି ନାହିଁ। ବିଧି ମୁତାବକ ଠାକୁରଙ୍କୁ ପୂଜା କରନ୍ତୁ। ଯଦି ଆପଣ ଅଧିକ କାମରେ ବ୍ୟସ୍ତ ରହିଯାଉଛନ୍ତି, ଡେରିରେ ପୂଜା କରୁଛନ୍ତି ତେବେ ଠିକ୍ ଅଛି, କିନ୍ତୁ ଯେତେବେଳେ ବି ପୂଜା କରୁଛନ୍ତି ବିଧି ମୁତାବକ ପୂଜା କରନ୍ତୁ। ଠିକ୍ ସମୟରେ ସନ୍ଧ୍ୟା ଧୂପ ଦିଅନ୍ତୁ, ସକାଳ ସମୟରେ ପୂଜା କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଶନି ଦେବତାଙ୍କର ବାସ ହେବ। ମନେ ରଖନ୍ତୁ, ଯଦି ଘରେ ଆପଣ ମୂର୍ତ୍ତି ପୂଜା କରୁଛନ୍ତି, ପିତ୍ତଳ ମୂର୍ତ୍ତିକୁ ସ୍ଥାପନା କରି ପୂଜା କରୁଛନ୍ତି, ଆପଣ ଅନ୍ନ ଭୋଗ ନ ଲଗାଉଛନ୍ତି, ଏହା ମଧ୍ୟ ନକାରାତ୍ମକ ଶକ୍ତିକୁ ପ୍ରଭାବିତ କରିଥାଏ। ଭଗବାନ ସମସ୍ତଙ୍କର ଖାଦ୍ୟକୁ ଗ୍ରହଣ କରିଥାନ୍ତି। ଯଦି ଆପଣଙ୍କ ଘରେ ଆପଣମାନେ ବିଧି ମୁତାବକ ପୂଜା ନ କରୁଥିବେ, ଏହା ମଧ୍ୟ ଆପଣଙ୍କ ଘରେ ବିଭିନ୍ନ କଳି ଝଗଡ଼ାକୁ ସ୍ୱାଗତ କରିଥାଏ। ଚେଷ୍ଟା କରନ୍ତୁ ଯେ ନିଜ ଘରୁ ଠାକୁରଙ୍କୁ ସସମ୍ମାନେ ପୂଜା କରନ୍ତୁ। ଦେଖିବେ ଆପଣଙ୍କ ଘରେ କଳି ଝଗଡ଼ା ସବୁ ଦୂର ହୋଇଯିବ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବ। ଆପଣମାନେ ଧୈର୍ଯ୍ୟର ସହ ଏହିସବୁ ନିୟମ କରନ୍ତୁ, ନିଶ୍ଚୟ ସଫଳ ହେବେ। ଏବେ ଆସନ୍ତୁ ଜାଣିବା ଷଷ୍ଠ ଉପାୟଟି। ସକାଳ ଏବଂ ସନ୍ଧ୍ୟାରେ ନିଜ ଘରେ ଝୁଣା ଧୂପ ଦିଅନ୍ତୁ। ସେହି ଝୁଣା ଧୂପର ଧୂଆଁକୁ ଚାରିଆଡ଼େ ପ୍ରଭାବିତ କରନ୍ତୁ ଏବଂ ତେଜପତ୍ର, କର୍ପୂର, ଲବଙ୍ଗ ଏହି ତିନୋଟିକୁ ଜାଳନ୍ତୁ। ନିଜ ଠାକୁର ଘରେ ତା ଧୂଆଁକୁ ଚାରିଆଡ଼େ ଲଗାଇ ଦିଅନ୍ତୁ। ନିଜ ଘରର ମୁଖ୍ୟ ଦ୍ୱାର ଠାରୁ ଆରମ୍ଭ କରି ଘରର ଚାରି ଦିଗରେ ସେ ଧୂଆଁକୁ ପ୍ରଭାବିତ କରାନ୍ତୁ। 2ଟି ତେଜପତ୍ର, 2ଟି କର୍ପୂର ଏବଂ 2ଟି ଲବଙ୍ଗ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଜାଳନ୍ତୁ, ଯେ ପର୍ଯ୍ୟନ୍ତ ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ଯାଇନାହିଁ। ମନେ ରଖନ୍ତୁ, ଧୂଆଁ ସରିଯିବା ପରେ ସେହି ପୋଡ଼ି ଯାଇଥିବା ଅଂଶକୁ ଆପଣଙ୍କ ହାତରେ ସ୍ପର୍ଶ କରିବେ ନାହିଁ। ପଲିଥିନ୍ ସାହାଯ୍ୟରେ ପାଣିରେ ବିସର୍ଜନ କରିଦେବେ କିମ୍ବା କୌଣସି ଗଛ ତଳେ କିମ୍ବା ମାଟିରେ ପୋତିଦେବେ, କିନ୍ତୁ ନିଜ ହାତରେ ଏହାକୁ ଧରିବେ ନାହିଁ। ଏହି ଉପାୟଟି ସବୁଠାରୁ ଚମତ୍କାରୀ ଉପାୟ ଅଟେ। ଏବେ ଆସନ୍ତୁ ସବୁଠାରୁ ଶେଷ ଉପାୟଟି ବିଷୟରେ ଜାଣିବା। ନିଜ ଘରେ କିଛି ବାସ୍ତୁ ଗଛକୁ ଲଗାନ୍ତୁ। ଏହିସବୁ ଉପାୟ ଆପଣମାନେ ନିଶ୍ଚୟ ଆପଣାନ୍ତୁ। ଦେଖିବେ ଆପଣଙ୍କ ଜୀବନରେ ନିଶ୍ଚୟ ଚମତ୍କାରୀ ହେବ। ରୋଷେଇ ଘରେ ଅଇଁଠା ବାସନ ରଖନ୍ତୁ ନାହିଁ ଏବଂ ରାତ୍ରି ସମୟରେ ଚୁଲି କିମ୍ବା ଗ୍ୟାସକୁ ସଫା କରନ୍ତୁ। ଅଇଁଠା ବାସନ ଠାକୁର ଘରେ ମଧ୍ୟ ରଖନ୍ତୁ ନାହିଁ। ଶୋଇବା ପୂର୍ବରୁ ଠାକୁର ବାସନ ମଧ୍ୟ ସଫା କରିଦିଅନ୍ତୁ। ନିଜ ଘର ସବୁବେଳେ ସଫାସୁତୁରା ରଖନ୍ତୁ। ଦେଖିବେ ଧୀରେ ଧୀରେ ଆପଣଙ୍କ ଘରୁ ନକାରାତ୍ମକ ଶକ୍ତି ଦୂରକୁ ଚାଲିଯିବ। ଯଦି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ଲାଭପ୍ରଦ ହୋଇଥିବ, ଆପଣମାନେ ଏହି ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ, ଯାହା ଫଳରେ ଅନ୍ୟମାନଙ୍କ ଜୀବନରେ ଏହି ଭିଡ଼ିଓଟି କାମରେ ଆସିବ। ଆଜି ପାଇଁ ରହିଲି, ପୁଣି ଦେଖାହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।